ଦୁଇ ଭାଗରୁ କେତେ ଭାଗ ନେଲା ଏକ ଭାଗ କଣ ଏକ ଭାଗ ନେଲା ତାକୁ ଆମେ ଲେଖିବା କେମିତିଆ ନା 1 ବିଭକ୍ତକ 2 ଏମିତି ଲେଖିବା 1 ବିଭକ୍ତକ 2 ହେଲା ଏଇଟା ମନେ ତମ ପାଖରେ ଅଛି ମନେ 10ଟା ମିଠା ଅଛି ରସଗୋଲା 10ଟା ଅଛି 10 ମିଠା ଅଛି ତମ ପାଖରେ ହେଲା ତମକୁ ଆମକୁ 10 ଭଗ୍ନ ସଂଖ୍ୟାରେ କଣ କରିବା ମୋଟ ତାକୁ 1 ଧରିବା ସବୁବେଳେ କଣ କରିବା 1 ଧରିବା ଅଥବା 10ଟା ମିଠାକୁ 1 ବୋଲି ଧରିବା ତା ଭିତରେ ମନେ କର ମୁଁ ତମକୁ କହିଲି ତମେ କେତେ ଜଣ ଅଛ 1 2 3 4 5 6 7 8 9 ଜଣ ଅଛ କଣ 9 ଜଣ ଅଛ ତାହେଲେ ଜଣକୁ ଗୋଟେ ଗୋଟେ ଭାଗ ଦିଆଯିବ ପ୍ରଥମେ କେତେ ଭାଗ କରିବାକୁ ପଡିବ ଗୋଟେ ଗୋଟେ ଭାଗ କର କେତେ ଭାଗ କରିବା ଜଣକୁ ଯଦି ଗୋଟେ ଗୋଟେ ଦେଇଦେବ ତାହେଲେ 10 ରୁ 1 ଦବା ଏକ ଭାଗ ତାହେଲେ କଣ ଆମେ ଆକୁ 10 ଭାଗ କରିଦବା ଏଇଟା ଆମର ମିଠା ଅଛି ଆପଣ 10 1 2 3 4 5 6 7 8 9 9 10 ଭାଗ କଲେ 10 ଭାଗରୁ ଭାଗେ ଭାଗେ ଦବା କଣ ଭାଗେ ଭାଗେ ଦବା ତାହେଲେ କେତେ ହବ ନା 1 ବିଭକ୍ତକ 10 ହେଲା ବୁଝିଲ ସେମିତି ମନେକର 5ଟି କଲମ ଅଛି ମୁଁ ତା ଦେହରେ କହିଲି ଆମେ 5ଟି କଲମରୁ ମନେକର ଆମେ ଦବା 2 ଭାଗ କରିବା କଣ 2 ଭାଗ ଦବା ଜଣକୁ 5ଟା କଲମକୁ କଣ କଲେ 5ଟା କଲମକୁ ପ୍ରଥମେ 5 ଭାଗ କରିଦିଅ କେତେ 1 2 3 4 5 5 ଭାଗ ଗୋଟେ ଗୋଟେ ଭାଗ ହବ ଗୋଟେ କଲମ ଗୋଟେ ଭାଗ ତା ଦେହରେ 2 ଭାଗ ଦବା 1 2 3 4 5 2 ଭାଗ ଦବା ହେଲା ତାପରେ କଣ ଲେଖିବା ନା 2 ବିଭକ୍ତକ କେତେ ଲେଖିବା 5 ହେଲା ଭଗ୍ନାଂଶରେ କଣ ନା এইটা କୁହାଯାଏ ହର ମନେକର ଆମେ କହିଲେ 2 ବିଭକ୍ତକ 5 ଏଇଟା କୁହାଯାଏ ହର ଏଇଟା କଣ କୁହାଯିବ ଲବ ଲବ ମାନେ ଏଇଟା ଭାଜ୍ୟ ଲବ ମାନେ ଭାଜ୍ୟ ହରଟା କଣ ଭାଜକ ହେଲା ହର କୋଉଟା ହବ ନା ମୋଟ ଭାଗ ଯେତିକି ସେଇଟା ହେଲା ହର ଲବ କୋଉଟା ନା ତା ଭିତରୁ ଯେତିକି ତମେ ନବ ଯେତିକି ତମେ ନବ ମନେକର ମୁଁ କହିଲି 3 ଭାଗରୁ 2 ଭାଗ 3 ଭାଗରୁ 2 ଭାଗ ତାହେଲେ କେତେ ହବ 2 ବିଭକ୍ତକ 3 2 ବିଭକ୍ତକ 3 ଆମେ ଚିତ୍ରରେ କରି ବୁଝିବା ମନେକର ଏଇଟା ଗୋଟେ ଚିତ୍ର ହେଲା ଆକୁ ମନେକର ମୁଁ କହିଲି 3 2 ବିଭକ୍ତ 3 କରିବା କେମିତି କରିବା ପ୍ରଥମେ କେତେ ଭାଗ କରିବା ତାହେଲେ ଏଇଟା ମୋଟ 1 ଧରିଲେ କଣ ହେଲା এই যে চিত্রটা হলে আয়তক্ষেত্র আগে আমি 3 1 ধরলে কোন 1 ভাগ ধরলে পুরো মোটা 1 তাকে কেতে ভাগ করিবা হর কেতে আছে 3 আছে তাহলে 3 ভাগ করিয়া কোন করিয়া 3 ভাগ করিয়া 1 সুন্দর হবে 1 2 3 ভাগ গেল হ্যাঁ সে ভিতরে মু কেতে ভাগ নেবা কইছি 2 ভাগ নেবা তাহলে এইটা গোটে ভাগ এইটা গোটে ভাগ 2 ভাগ নেবা ये गोटे भाग नेले तापरे हैला आसीबो हैं ता माने वर्तमान एटा केते हला ना 2 विभक्तक 3 हैला मोट भाग केते 3 हर रहला नबा जति की सेटा लब रहबो केते भाग नैचे 2 भाग नैचे सेटा लब रहबो हैला हैं ता माने 2 विभक्त 3 बा 3 भागरो 2 भाग हमें आ कोन कहि परिबा ना 2 तृतीयांश भी कहिबा तृतीय अंश कारण मोटा को एक धरछे जति भाग कर अंश कह कौन कह अंश केते भाग करछे 3 भाग करछे ता माने तृतीयांश केते तृतीयांश केते केते करू तृतीयांश केते होते 2 ताले 2 तृतीयांश आ कह जीव 2 तृतीयांश एमिति भी रोले कहा जाए एमिति भी कहा जाए 2 तृतीयांश अर्थात 3टा अंश रो 2टा नबा अंश माने भाग आमे कहबा 2 विभक्त 3 कहि चलिबो किबा 3 भाग रो 2 भाग को नेले बेली कहले चलिबो किबा 2 तृतीयांश कहले भी चलिबो हैला हैं बुझिबो आ गोट देखिया ये केते केते भग्नांश हबो कहलो 2 केमति हला 1 तो 2 के हला ना मोटा को हम 1 धरले मोटा को 1 धरले केते भाग करछे
দুই ভাগ করছি কেতে ভাগ নেইছে ଗୋଟେ ଭାଗ ତାହେଲେ ଆମେ ଆମେ ଯୋଉ ଆମେ କେବେ ଚିତ୍ର କରାଯାଇଥିବା ଅଂଶଟି କେତେ 1/2 1/2 ଅଂଶ ଚିତ୍ର ହେଇଛି କେତେ କେତେ ଅଛି 2/1/2 ଅଂଶ ଖାଲି କେତେ ଅଛି ଖାଲି ସେ ଗୋଟେ ଭାଗ ଅଛି ଅର୍ଥାৎ ଖାଲି ବି ଅଛି 1/2 କେତେ ଖାଲି ବି ଅଛି 1/2 ବୁଝିପାରିଲ ଦେଖ ଆସିବ ନା ଆଉ ଗୋଟେ ଦେଖ ମୁଁ କହିବି ଯେ ପଚାରିବି ଯେ କେତେ ଅଂଶ ଚିତ୍ର ହେଇଛି କେତେ ଅଂଶ 3 ଅଂଶ ତାମାନେ ୟାକୁ ଯଦି ଭଗ୍ନାଂଶରେ ପରିଣତ କରିବାକୁ ଆମେ କହିବା ଆଉ ସାର୍ କହିଲେ ଗୋଟେ ଚିତ୍ର ଦେଇଦେଲେ କହିଲେ ପିଲେ ଏଇଟାକୁ ଭଗ୍ନ ସଂଖ୍ୟାରେ ପରିଣତ କର ଅର୍ଥାৎ ଭଗ୍ନାଂଶରେ ଦର୍ଶା କେମିତି ଦର୍ଶାଇବ କେତେ ଭାଗ ଚିତ୍ର ହେଇଛି 3 ଭାଗ ମୋଟ କେତେ ଭାଗ ଅଛି 4 ଭାଗ ଅଛି ହେଲା ତାହେଲେ ଯେତିକି ଅଂଶ ଚିତ୍ର ହେଇଛି ସେଟା ରହିବ ଲବରେ ମୋଟ ଅଂଶ କେତେ ହେଇଛି 4 সেটা ରହିବ তাহলে এটা কোন হবো না 3 বিভক্ত 4 3 বিভক্ত 4 বা 3 চতুর্থাংশ কোন দেবা 4 ভাগ ଅଛି ତେଣୁ ଚତୁର୍ଥାଂଶ ହେଲା 4 ଭାଗ 4ଟା ଅଂଶ ହେଇଛି 4ଟା ପାର୍ଟ ହେଇଛି ତ ତାକୁ କଣ କୁହାଯିବ 3 ଚତୁର୍ଥାଂଶ 3 ଚତୁର୍ଥାଂଶ ହେଲା ହଁ କାହିଁକିନା 4 ଭାଗରୁ ବା 4ଟା ଅଂଶରୁ 3ଟା ଅଂଶ ନିଆଯାଇଛି 3ଟା ଅଂଶ ନିଆଯାଇଛି 3 ଚତୁର୍ଥାଂଶ ବା 3/4 ହବ ହେଲା କେତେ ଅଂଶ ଖାଲି ଅଛି ଗୋଟେ ଭାଗ ଅଛି ତାହେଲେ ସେଟା ଖାଲି ଅଂଶ କେତେ ଅଛି ତାହେଲେ ଭଗ୍ନାଂଶ କରିବା 1/4 ଖାଲି ଅଂଶ କେତେ ଅଛି ନା 1/4 ବା 1 ଚତୁର୍ଥାଂଶ 1 ଚତୁର୍ଥାଂଶ ହେଲା ଏଇ ଯୋଉ 1 ଚତୁର୍ଥାଂଶ କଣ ଆମେ ଆଉ ଗୋଟେ କଣ କହିପାରିବା କହିଲ ଚଉଠେ କହୁଛେ କହୁନେ 4 ଭାଗରୁ ଭାଗ କଣ କହୁଛେ ଚଉଠେ ମତେ ଚଉଠେ ଦେରେ ତାହେଲେ 4 ଭାଗ କରିଦିଅ ଭାଗେ ବାହାର କରିଦିଅ ନୁହଁ 3 ଚତୁର୍ଥାଂଶ କଣ 3 ଚଉଠ କେତେ କହିବା 3 ଚଉଠ ବି କହିବା ନୁହଁ ସେମିତି 1/2 କି ଆଉ କଣ କହୁଛେ ଅଧେ କହୁନେ 1/2 ନା 2 1/2 ବା 1/2 ତାହେଲେ ଅଧେ କହୁଛେ ଅଧେ କହୁନେ ଆମେ ମନେ କରିବା ଆମେ କହିଲେ 1/2 ତାହେଲେ ଏଇଟାକୁ ମଝିରେ କାଟିଦବା ଅଧେ ହେଇଯିବ ହେଲା ସେମିତି 1 ଚଉଠ 1 ତ 4 ହେଲେ 1 ଚଉଠ ହବ ବୁଝିପାରିଲ ନା ନାଇଁ ଆମେ କହୁନେ ଚଉଠେ ଆମେ ଗୋଟେ ମନେ କମଳା ନେଲେ ସେ ଗୋଟେ ନେଲେ ତାକୁ 4 ଭାଗ କରିଦେଲେ ଗୋଟେ ଭାଗ କଣ କରିଦେବେ କେତେ କହିବା ଚଉଠେ କହିବାନି ଚଉଠେ ମାନେ 4 ଭାଗରୁ ଭାଗେ 4 ଭାଗରୁ ଭାଗେ ତାହେଲେ ଖାଲି କେତେ ଅଛି 4 ଭାଗରୁ ଭାଗେ ବା 1/4 ଗାର କେତେ ଭାଗ ଦିଆଯାଇଛି 3/4 ବା 4 ଭାଗରୁ 3 ଭାଗ ବା 3 ଚଉଠ କଣ 3 ଚଉଠ ନା ବୁଝିପାରିଲନି ଏବେ ବୁଝିପାରିଲ ଏଥର ଆସିବ ଠିକ ଆସ ଆଉ କଣ କର ଆଉ କେମିତି 3 ଚଉଠ ବା 1/2 ବୋଲି କେମିତି ଜାଣିବା ଅଧେ ବୋଲି କେମିତି ଜାଣିବା କେମିତି ଜାଣିବା ଆମେ ଯଦି 4 ଭାଗରୁ ଭାଗେ କହିଲେ ଏଇଟାକୁ ତାମାନେ 4 ଭାଗ ମାନେ କଣ 1/4 ଚଉଠେ ମିଶିକି 4ଟା ମିଶିକି ଯଦି 1 ହେଇଯିବ ତାହେଲେ ଆମେ କହିବା ଯେ ଠିକ ଅଛି ଆମ ଉତ୍ତର ନୁହେଁ କି ଯଦି ଚଉଠେ 4ଟା ଚଉଠ ମିଶିଯିବ ତାହେଲେ ଆମେ କଣ କରିବା ଯଦି 1 ହେଇଯିବ ତାହେଲେ ଆମେ ତାକୁ କଣ କରିବା ଆମ ଉତ୍ତର ଠିକ ଅଛି ଏହା ନା ନାଇଁ ତାହେଲେ ମିଶେଇବା ଦେଖିବା ଆସିକି ତାହେଲେ ଗୋଟେ ଚଉଠ କେତେ ପିଲେ 1/4 କେତେ 1/4 ଯୁକ୍ତ ପୁଣି ଗୋଟେ 1/4 ହେଲା ଯୁକ୍ତ କେତେ 1/4 ଯୁକ୍ତ 1/4 ନୁହଁ 4 ଚଉଠ ମିଶେଇଦେଲି ମୁଁ 4 ଚଉଠକୁ ତମ ଚତୁର୍ଥ ପଞ୍ଚମ ଚତୁର୍ଥ ଥିଲା ଟିକେ ଭଗ୍ନ ଆସିଥିଲା ନଥିଲା କି କେମିତି ଭଗ୍ନ ଆସିଥିଲା ନା ଯଦି ହର ସମାନ ଥିବ ତାହେଲେ କଣ ଯାଏ ଲବ ଗୁଡା ଖାଲି ମିଶେଇ ଦିଆଯାଏ ବା ହର ସମାନ ଥିଲେ ବେଳେ ଲବକୁ ଫେରି ଦିଆଯାଏ ନୁହଁ କି ଏଠି କଣ ହର ସମାନ ଅଛି ସମସ୍ତଙ୍କର 4 ଅଛି ଅର୍ଥାତ୍ ସବୁଗୁଡା ଚଉଠ ନେଇଛେ କଣ ନେଇଛେ ଚଉଠ ନେଇଛେ ଆମେ ଦେଖିବା ଗୋଟେ ଚଉଠ ଦ୍ୱିତୀୟ ଚଉଠ ତୃତୀୟ ଚଉଠ ଚତୁର୍ଥ ଚଉଠ ମିଶିକି ଯଦି 1 ହେଇଯିବେ ତାହେଲେ କଣ ହବ ନା ଆମର ଉତ୍ତର ଠିକ ଅଛି 4 ଚଉଠରେ ଗୋଟେ ବୋଲିକି ଦେଖିବା ତାହେଲେ ଦେଖ ଆମେ ନେଇଗଲେ 4 କେତେଟା 1 ଅଛି 1
एक 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 समान केते चारि बृहत चारि नुह है नहीं जिते लब हर दीटा समान हो तार अर्थ कौन एक लब हर जो दीटा समान हो लब चारि अच्छे हर चारि अच्छे ताले संख्या केते एक माने आम उत्तर ठीक अच्छे चौठ माने कौन चारि भाग भागे कहीं चारिटा चौठ मिसेदेले आम एक पाई जाऊे चारि चौठ मिसेगले कौन हो आमर एक हो नुह कि मैंने उत्तर ठीक एक चौठ माने चारि भाग भागे है सेमती मन कर एक तो दुई अधे अधे को अधे मिसेक देखिए कौन हो दस गुण दुई हर ने दुई लब के जे एक अच्छी मिसे दो ये ठीक अच्छे ताने दुईटा अधा मिसिले कौन हम एक हम निश्चित रूप नुह दुईटा अधा मिसिले कौन हम एक हम बुझिपार हाँ माने आम जागले बर्तमान कौन ना जदि जदि लब हर सामान होता एक मोट संख्या को बुझेब मोट जिनसा को बुझेब जहाँ भी हो पाए हाँ जदि लब हर सामान न हो किसी अंश को बुझेब किसी अंश को जमी मन तीन हो तो चारि अच्छे ताने लब अलग अच्छे हर अलग अच्छे ताने ये भग्न संख्या अच्छी कौन अच्छी भग्न संख्या अच्छी जब लब हर सामान हो ये कौन गणन संख्या हो कौन हो एक सात गणन संख्या हो नुह कि हाँ अच्छा आम जब लब हर अलग होगा भग्न होगा तीन चतुर्थांश तीन तो चारि कहले एक द्वितीयांश दुई भाग भागे एक भत दुई कहले नुह हमनी बुझिपार हाँ एक तो दुई कहले हाँ अच्छा देख आउ देखिए मनकर आम तुम गोटे चित्र कहली कहली 5 बृहत 6 किए आसो 5 बृहत 6 एटा चित्र कर देखिएगा 5 बृहत 6 ए भग्न संख्या को चित्र करिया केंति करिया आम आयतक्षेत्र करिपरिया ना तो गोल करिपरिया है बुझिया पे आयतक्षेत्र सुंदर रहिबो ठीक रहिबो है गोल रे समान समान हबोनी आम करिया आको केंति करिया ना चित्र तुमको कहला प्रकाश करिया तुम कौन कर गोटे चित्र कल एमती केते भाग कर 6 भाग कर 6 भाग हेल्ले केमती हम ना एक एक दुई तीन है 6 भाग है 6 भाग केते भाग नवा 5 भाग नवा तारे कौन करिया आमर कौन चित्र कराई अंशटी कौन 5 तो 6 खाली अंश के अच्छी 6 भाग भागे बा एक तो दुई सॉरी एक तो 6 यहाँ के एक भत 6 खाली अंश चित्रित अंश के ना समान 5 तो 6 5 तो 6 हम तुम चित्र कहले बुझीपार हाँ आसो तो निश्चिंत भाव गला तुमको कहगला मन पिले जे 5 तो 6 ये केतेटा एक षष्ठांश मिसिकी 6 भाग रु एक भाग केतेटा मिसिले 5 तो 6 हम केम जानिबा हाँ आम 5 भाग 6 अच्छे केते अच्छे 5 तो 6 मुझे तुम केतेटा एक भाग 6 मिसिले मुझे तुमको प्रश्न पचारि केतोटी 6 मिसिले 5 भाग 6 हम क्वेश्चन देवे कौन करिया केते मिसिबो केमती जानिबा मान लब केते अच्छी पिले कह एमती प्रश्न बोले लब केते अच्छी 5 अच्छी हर केते अच्छी 6 अच्छी ताले हमर 5 बृहत 6 ताने कौन करिया लब जतिक अच्छी हर जतिक सेतिक रहइबो लब को भाग करदबा केते भाग करिया 5 भाग करिया ताले एक केते मिसिले 5 हम 5 टा बस ताले एक भतक 6 युक्त एक भतक 6 युक्त एक भतक 6 युक्त एक भतक 6 युक्त एक भतक 6 है
ମାନେ ପାଞ୍ଚଟି 1 + 6 ମିଶିଲେ 5 + 6 ହବ ନୁହଁ କି? ଆମେ ଲବଟାକୁ ଲକ୍ଷ୍ୟ କରିଦବା କଣ ଲବ ହର ସମାନ ରହିବ ହର ସମାନ ରହିବ ଲବ କଣ କରିବା ନା ଲବକୁ ଆମେ ମିଶେଇଦବା ଲବକୁ ଭାଗ କରିଦବା ତାହେଲେ 5 + 6 ମାନେ 5 ତାହେଲେ କେତେ ଭାଗ କଲେ 1 ହବ ଗୋଟେ ଗୋଟେ 1 ଲେଖିଲେ ତାହେଲେ ବର୍ତ୍ତମାନ ଆମେ ହେଇଗଲା ହର 6 ନେଇଗଲେ 1 + 1 + 1 + 1 + 1 ସମାନ କେତେ ହେଲା 5 + 6 ନୁହଁ ହଁ 5 + 6 ତମ ସେଇଭଳିଆ କୋଶ୍ଚିନ୍ ଅଛି କେତେଟା ମିଶେଇଲେ ହବ ହେଲା ମାନେ ଆଉ ଗୋଟେ ଚିତ୍ର ଆଉ ଗୋଟେ ଦେଖିବା କେତେଟା ମିଶିଲେ ମୁଁ ଆପଣଙ୍କୁ କହିଲି କେତେଟା 1 + 6 ମିଶିଲେ 2 + 6 ହବ କେତେ ମିଶିଲେ ହବ 2 + 6 କଣ ହବ 1 + 6 ଯୁକ୍ତ 1 + 6 ଦିଟା ମିଶିଲେ ହେଲା ମନେକର ଏଇ ଚିତ୍ରକୁ ଆଉ ଥରେ କହିବା ଆମେ ହେଲା ମୁଁ କହିଲି 6ଟା ହେଲା ମୁଁ କହିଲି ପିଲେ କେତେ ଭାଗ ମିଶିଲେ 2 + 6 ହବ କେତେଟା ଭାଗ ମିଶିଲେ 2 + 6 ହବ ସେଇଆ କହିଲୁ ରୋଶନୀ ଆସିବନି ଦେଖୁନୁ ଆମେ ଆମେ କେତେ ଭାଗ କରିଛୁ ମୁଁ 6 ଭାଗ କରିଛୁ କେତେ ଭାଗ ମିଶିଲେ କେତେଟା ଭାଗ ମିଶିଲେ 2 + 6 ହବ ତାହେଲେ ଲବରେ କଣ ଲେଖିଲି ମୁଁ 2 + 6 2 ଲେଖିଲି ମାନେ କେତେ ଭାଗ ହବ ଦୁଇଟା ଭାଗ ମିଶିଲେ କେତେ ଭାଗ ମିଶିଲେ ବୁଝିପାରିଲ ନା ବୁଝିପାରିଲନି ପ୍ରଥମେ ବୁଝିପାରିଲ ତାମାନେ କଣ ଦୁଇଟା ଭାଗ ମିଶିଲେ 2 + 6 ହଉଛି ମୋଟ ଭାଗ କେତେ 6ଟା ଗୋଟେ ଭାଗ କେତେ ହଉଛି 1 + 6 ଗୋଟେ ଭାଗ କେତେ ହଉଛି 1 + 6 ତାହେଲେ 2 + 6 ହବ ଗଲେ କେତେ ହବ 1 + 1 1 + 6 ଏଇଟା ଗୋଟେ ଭାଗ ଆସିଲା ଏଇଟାକୁ ଆମେ କଣ ଲେଖିପାରିବା 1 + 6 ଲେଖିବା ପୁଣି ଏ ଭାଗଟା କେତେ ଲେଖିପାରିବା 1 + 6 ଲେଖିବା ଦିଟାକୁ ମିଶିଗଲେ କଣ ହେଇଯାଉଛି 2 + 6 ହେଇଯାଉଛି ନା ବୁଝିପାରିଲନି ମୁଣ୍ଡରେ ପଶିଗଲା ଆମେ ଏପଟୁ 1 + 6 ଆଣିଲେ ପୁଣି ଏପଟ ଭାଗରୁ 1 + 6 ଆଣିଲେ କେତେ 1 + 6 ଆଣିଲେ ଦିଟା ଆଣିଲେ କେତେ ହେଲା 1 + 1 ହର ସମାନ ରହିବ 2 + 6 ହେଲା ତାହେଲେ ତମକୁ ଯୋଉ ପଚାରିଯିବ ଚିତ୍ର ଦେଇଯିବ ଯେ କେତେଟା ଭାଗ ମିଶିଲେ 2 + 6 ହବ ତମେ କଣ କରିବ ଲେଖିପାରିବ ଯେ ଦୁଇଟା ଭାଗ କଣ ଦୁଇଟା କେମିତି ହେଲା ବୁଝିପାରିଲ ଆଉ ଗୋଟେ କରିବା ଆଉ ଗୋଟେ କେତେ ଭାଗ ହେଇଛି କହିଲ 10 ଭାଗ ହେଇଛି ମୁଁ ତମକୁ ପହଲେ କହିଲି କେତେ ଭାଗ ନେଲେ ଆମର 3/10 ହବ କହିଲ 3 ଭାଗ ନବା ଦେଖିବା 10 କେତେ ମୋଟ ହେଇଛି ବୋଲେ 10 ଭାଗ ହେଇଛି ଆମେ 3 ଭାଗ ନବା କେମିତି ନବା ହେଇଗଲା ତାହେଲେ କେତେ ନେଲେ ଏଇଟା 1 + 10 ନେଲେ ପୁଣି ଏଠୁ ଗୋଟେ 1 + 10 ନେଲେ ପୁଣି ଇଏ ଗୋଟେ 1 + 10 ନେଲେ ନା କି କେତେ 1 + 10 ନେଲେ ତିନିଟା ନେଲେ ତିନିଟା 1 + 10 ମିଶିଲେ କେତେ ହେଉଛି 3 + 10 ହେଇଯାଉଛି କେମିତି ହଉଛି ଦେଖିବା 1 + 10 ଯୁକ୍ତ 1 + 10 ଯୁକ୍ତ 1 + 10 10 ନେଇଗଲେ 1 ଯୁକ୍ତ 1 ଯୁକ୍ତ 1 ସମାନ କେତେ ହେଲା 3/10 3/10 ମୁଁ କହିବି ପଚାରିବି ପିଲେ କେତେ ଭାଗ ମିଶିଲେ 1 ହେଇଯିବ କେତେଟା ଭାଗ ମିଶିଲେ 1 ହେଇଯିବ ବା ସମ୍ପୂର୍ଣ୍ଣ ଚିତ୍ରଟା ହେଇଯିବ କହୁନ କେତେ ଭାଙ୍ଗିଲେ ସବୁ ଜାଗା ଆମେ ଚିତ୍ର କଲେ ହେଇଯାଉନି
10 ଭାଗ ଯାକ ଯଦି ଆମେ ଚିତ୍ର କରିଦେବେ ସମ୍ପୂର୍ଣ୍ଣ ହେଇଯାଉ ନା ଆମର ଚିତ୍ରଟା। ତାହେଲେ କେତେ ଭାଗ ମିଳିବ ସମ୍ପୂର୍ଣ୍ଣ ଚିତ୍ର ହେଇଯିବ ବା 1 ହେଇଯିବ। 10 ରୁ ତ 10 10 ରୁ ତ ନୁହଁ ଆମେ ପ୍ରତି ଭାଗ ନେଇଗଲେ କେତେ ଭାଗ ନେଲେ 1 ତ 10 ହଁ 10 ଥର ଯୋଗ କରିଦେବା କଲେ 10 ଥର ଥରେ 2 ଥର 3 ଥର 4 ଥର 5 ଥର 6 ଥର 7 ଥର 8 ଥର 9 ଥର 10 ଥର ଯଦି 1 ତ 10 ବା 10 ଭାଗରୁ ଭାଗକୁ 10 ଥର ମିଶେଇଦବା ଆମେ ଉତ୍ତର କଣ ପାଇବା 1 ବତ 10 ଯୁକ୍ତ 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 1 ବତ 10 1 2 3 4 5 6 ଯୁକ୍ତ 1 ବତ 10 ଯୁକ୍ତ 1 ବତ 10 ଯୁକ୍ତ 1 ବତ 10